ମାତ୍ର 15 ବର୍ଷର ଏକ ପିଲା, କିନ୍ତୁ ସେ ଏମିତି କାମ କରିଦେଲା ଯାହାପରେ ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜାଙ୍କୁ ମଧ୍ୟ ସାରା ବିଶ୍ୱ ସାମ୍ନାରେ ତାଙ୍କ ପ୍ରଶଂସା କରିବାକୁ ପଡ଼ିଲା। ଭାରତ 3-0 ସିରିଜ୍ ଜିତିଗଲା। ଜିମ୍ବାୱେ ପରାଜିତ ହେଲା, କିନ୍ତୁ ଏହି ପରାଜୟ ପରେ ସିକନ୍ଦର ରାଜା ଯେଉଁ କଥା କହିଲେ ତାହା ଏବେ ସମଗ୍ର କ୍ରିକେଟ ଦୁନିଆରେ ଚର୍ଚ୍ଚା ବିଷୟ। ରାଜା କହିଲେ, ଏହି ଛୁଆକୁ ଏବେ ବିଚାର କରନ୍ତୁ ନାହିଁ, ଏହା ସାଧାରଣ ଖେଳାଳି ନୁହେଁ। ଭବିଷ୍ୟତରେ ଏହି ପିଲା ବିଶ୍ୱ କ୍ରିକେଟକୁ ଶାସନ କରିପାରେ। କିନ୍ତୁ ପ୍ରଶ୍ନ ହେଉଛି, ଭାରତ ବିପକ୍ଷରେ ସିରିଜ୍ ହାରିବା ପରେ ମଧ୍ୟ ରାଜା କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କ ଏତେ ପ୍ରଶଂସା କଲେ? ମ୍ୟାଚ୍ ପରେ ଡ୍ରେସିଂ ରୁମ୍ରେ ଏମିତି କ'ଣ ଘଟିଲା? ବୈଭବଙ୍କ କେଉଁ ଗୁଣ ରାଜାଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କଲା? ଆଉ କାହିଁକି କ୍ରିକେଟ ବିଶେଷଜ୍ଞମାନେ କହୁଛନ୍ତି ଭାରତକୁ ମିଳିଗଲା ଆଗାମୀ ସୁପରଷ୍ଟାର? ଆଜିର ଏହି ଭିଡ଼ିଓରେ ଆମେ ଆପଣଙ୍କୁ କହିବୁ ସିକନ୍ଦର ରାଜାଙ୍କ ପୁରା ବୟାନ, ବୈଭବଙ୍କ ଧମାକାଦାର ପ୍ରଦର୍ଶନ ଏବଂ ସେହି କାହାଣୀ ଯାହା ଶୁଣିଲେ ଆପଣ ମଧ୍ୟ କହିବେ ଏହି ପିଲାର ଭବିଷ୍ୟତ ସତରେ ବହୁତ ବଡ଼। ତେଣୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଶେଷରେ ଆମେ ଏମିତି ଏକ କଥା କହିବୁ ଯାହା ଶୁଣି ଆପଣ ବୈଭବଙ୍କୁ ଆହୁରି ଅଧିକ ସମ୍ମାନ କରିବେ। ବନ୍ଧୁମାନେ, ଭାରତ ଏବଂ ଜିମ୍ବାୱେ ମଧ୍ୟରେ ହୋଇଥିବା 3 ମ୍ୟାଚ୍ର T20 ସିରିଜରେ ଟିମ୍ ଇଣ୍ଡିଆ ସମ୍ପୂର୍ଣ୍ଣ ଆଧିପତ୍ୟ ଦେଖାଇ 3-0 ସିରିଜ୍ ଜିତିଥିଲା। ଏହି ସିରିଜରେ ଅନେକ ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ, କିନ୍ତୁ ଯିଏ ସବୁଠାରୁ ଅଧିକ ଆଲୋଚନାରେ ରହିଲେ ସେ ହେଲେ 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ। ଆକ୍ରମଣାତ୍ମକ ବ୍ୟାଟିଂ, ନିର୍ଭୀକ ମନୋଭାବ ଏବଂ ଚାପ ମଧ୍ୟରେ ବଡ଼ ସଟ୍ ଖେଳିବାର କ୍ଷମତା ସମସ୍ତଙ୍କୁ ପ୍ରଭାବିତ କରିଥିଲା। ସିରିଜ୍ ଶେଷରେ ସେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ସିରିଜ୍ ସମ୍ମାନ ଜିତି ସମଗ୍ର ବିଶ୍ୱକୁ ନିଜ ପ୍ରତିଭାର ପରିଚୟ ଦେଇଥିଲେ। ସିରିଜ୍ ଶେଷ ପରେ ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜା ବୈଭବଙ୍କ ବିଷୟରେ କହିଥିଲେ, ମାତ୍ର 2 କିମ୍ବା 3ଟି ମ୍ୟାଚ୍ ଦେଖି କୌଣସି ଯୁବ ଖେଳାଳିଙ୍କୁ ବିଚାର କରିବା ଠିକ୍ ନୁହେଁ। ତାଙ୍କ ଭିତରେ ଅସାଧାରଣ ପ୍ରତିଭା ଅଛି। ସେ ଭବିଷ୍ୟତରେ ଜଣେ ବଡ଼ କ୍ରିକେଟର ହୋଇପାରନ୍ତି। ଏହି କଥା ପ୍ରମାଣ କରୁଛି ଯେ କ୍ରିକେଟରେ ସତ୍ୟକାର ପ୍ରତିଭାକୁ ପ୍ରତିଦ୍ୱନ୍ଦ୍ୱୀମାନେ ମଧ୍ୟ ସମ୍ମାନ କରନ୍ତି। ରାଜାଙ୍କ ଏହି ବୟାନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା ଏବଂ ଅନେକ ପୂର୍ବତନ କ୍ରିକେଟର ମଧ୍ୟ ଏହାକୁ ସମର୍ଥନ କରିଥିଲେ। ବୈଭବଙ୍କ ସଫଳତା ପଛରେ ରହିଛି କଠିନ ପରିଶ୍ରମ, ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସ। ସିରିଜ୍ ଶେଷ ପରେ ବୈଭବ କହିଥିଲେ, ମୁଁ ମୋର ଖେଳ ବଦଳାଇନି, ଯେପରି ଖେଳୁଥିଲି ସେହିପରି ଖେଳୁଛି। ଟିମ୍ ପାଇଁ ଭଲ କରିବା ହିଁ ମୋର ଲକ୍ଷ୍ୟ। ଏହି ଗୋଟିଏ ବାକ୍ୟ କହିଦେଉଛି ଯେ ବୟସ ଛୋଟ ହୋଇପାରେ, କିନ୍ତୁ ଚିନ୍ତାଧାରା ବହୁତ ବଡ଼। ବନ୍ଧୁମାନେ, କ୍ରିକେଟରେ ରେକର୍ଡ ଭାଙ୍ଗିଯାଏ, ସିରିଜ୍ ଜିତାଯାଏ ଏବଂ ହାରାଯାଏ, କିନ୍ତୁ ପ୍ରତିଦ୍ୱନ୍ଦ୍ୱୀଙ୍କ ମନ ଜିତିବା ସବୁଠାରୁ ବଡ଼ ସଫଳତା। ଆଜି ବୈଭବ ସୂର୍ଯ୍ୟବଂଶୀ କେବଳ ରନ୍ କରିନାହାନ୍ତି, ସେ ସିକନ୍ଦର ରାଜାଙ୍କ ଭଳି ଜଣେ ଅଭିଜ୍ଞ ଅଧିନାୟକଙ୍କ ସମ୍ମାନ ମଧ୍ୟ ଜିତିଛନ୍ତି। ଯଦି ସେ ଏହିପରି ପରିଶ୍ରମ ଜାରି ରଖନ୍ତି, ତେବେ ଆଗାମୀ ଦିନରେ ଭାରତ କ୍ରିକେଟର ଏକ ବହୁତ ବଡ଼ ନାମ ହୋଇପାରନ୍ତି। ଏବେ ଆପଣଙ୍କ ପାଳି। କମେଣ୍ଟରେ ନିଶ୍ଚୟ ଲେଖନ୍ତୁ, ବୈଭବ ସୂର୍ଯ୍ୟବଂଶୀ ଆଗାମୀ 5 ବର୍ଷ ମଧ୍ୟରେ ଭାରତର ସବୁଠାରୁ ବଡ଼ T20 ବ୍ୟାଟର ହେବେ କି? ଭିଡ଼ିଓ ଭଲ ଲାଗିଥିଲେ ଗୋଟିଏ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଧନ୍ୟବାଦ। ପୁଣି ଦେଖା ହେବ ଆଉ ଏକ ଦମଦାର କ୍ରିକେଟ ଭିଡ଼ିଓରେ।